ଗରୁଡ଼ ପୁରାଣ ପ୍ରଥମ ଅଧ୍ୟାୟ। ମୃତ୍ୟୁ ପରେ ତୁରନ୍ତ କଣ ହୁଏ ଏବଂ ତାପରେ ସେହି ମୁହୂର୍ତ୍ତ ଆସେ ଯେତେବେଳେ ଜୀବନର ଶେଷ ନିଶ୍ୱାସ ବନ୍ଦ ହୋଇଯାଏ। ଆଖି ଆଗରେ ଅନ୍ଧାର ଆସିଯାଏ ଏବଂ ସବୁକିଛି ଅସ୍ତିତ୍ୱ ଶୂନ୍ୟତାରେ ବିଲୀନ ହୋଇଯାଏ। କେହି କହିବେ କଳ୍ପନା କରିନଥିଲେ ଯେ ଏହି ସକାଳ ତାଙ୍କର ଶେଷ ସକାଳ ହେବ। ପରିବାର କାନ୍ଦୁଛନ୍ତି, ଡାକ୍ତର କହୁଛନ୍ତି ଯେ ସେ ଆଉ ନାହାନ୍ତି, କିନ୍ତୁ ଯିଏ ମୃତ୍ୟୁବରଣ କରିଛନ୍ତି ସେ ଉପରୁ ସବୁକିଛି ଦେଖନ୍ତି ଆତ୍ମା ଭାବରେ। ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ପରେ ତୁରନ୍ତ ଆତ୍ମା ଆଶ୍ଚର୍ଯ୍ୟ ହୋଇଯାଏ। ଏହା କଣ ଘଟିଛି ତା ବୁଝିପାରେ ନାହିଁ। ଏହା ଚିତ୍କାର କରେ, ମୁଁ ଏଠାରେ ଅଛି, ତୁମେ ମୋତେ ଦେଖିପାରୁନାହ କି? କିନ୍ତୁ କେହି ଏହାର ଡାକ ଶୁଣି ପାରିବେ ନାହିଁ, କାରଣ ଏହା ଆଉ ଏହି ଜଗତର ନୁହେଁ। ସେହି ମୁହୂର୍ତ୍ତରେ ସେ ଯେଉଁମାନଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ ସେମାନଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି। ସେଇମାନଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି। ସେ ତାଙ୍କ ପିଲାମାନଙ୍କୁ ଆଲିଙ୍ଗନ କରିବାକୁ ଚାହାନ୍ତି, ସେ ତାଙ୍କ ମାଙ୍କ ହାତ ଧରିବାକୁ ଚାହାନ୍ତି, କିନ୍ତୁ ପ୍ରତ୍ୟେକ ଥର ସେ କେବଳ ବାୟୁକୁ ଛୁଇଁଥାନ୍ତି ଏବଂ ଏହା ମୃତ୍ୟୁର ଚୂଡ଼ାନ୍ତ ଦୁଃଖ। ଯେପରି ସେ ଜୀବିତ ଥାଇ ମଧ୍ୟ ମରିଯାଇଛନ୍ତି। ତାପରେ ସେ ଏକ ଭୟଙ୍କର ଥଣ୍ଡା ଅନୁଭବ କରନ୍ତି ଏବଂ ତାଙ୍କ ସମ୍ମୁଖରେ ମୃତ୍ୟୁର ଦୂତମାନେ ଦେଖାଯାଆନ୍ତି। ଅନ୍ଧାର ଉଗ୍ର ଆଖିରେ ନିଆଁ, ହାତରେ ଲୁହା ଶିକୁଳି ଏବଂ ସେମାନେ କୁହନ୍ତି, ଆସ, ଏବେ ତୁମର କର୍ମର ହିସାବ ନିଆଯିବ। ସେଇଠାରୁ ଆତ୍ମାର ପ୍ରକୃତ ଯାତ୍ରା ଆରମ୍ଭ ହୁଏ, ଯେଉଁଠାରେ କୌଣସି ସମ୍ପର୍କ ଉପଯୋଗୀ ନୁହେଁ, ନା ଧନ ନା ପ୍ରସିଦ୍ଧି, କେବଳ ତୁମର କର୍ମ, ଯାହା ପ୍ରତ୍ୟେକ ଅକ୍ଷର ପରି ବ୍ରହ୍ମାଣ୍ଡରେ ଲିପିବଦ୍ଧ ହୋଇଛି। ମୃତ୍ୟୁ ଶେଷ ନୁହେଁ, ଏହା ଏକ ନୂତନ ଦ୍ୱାର, ଯାହା ବାହାରେ କେବଳ ସତ୍ୟ ଅଛି, ଏକ ନିଷ୍ଠୁର ଅଟଳ ଅନିବାର୍ଯ୍ୟ ସତ୍ୟ, ଯେଉଁଠାରେ ପ୍ରତ୍ୟେକ ଜୀବକୁ ଅବତରଣ କରିବାକୁ ପଡ଼ିବ, ରାଜା ହେଉ କି ଦରିଦ୍ର। ଏହା ଥିଲା ଗରୁଡ଼ ପୁରାଣର ପ୍ରଥମ ସତ୍ୟ।